ଶ୍ରୀମନ୍ଦିରର ରୋଷଘର ବିଶ୍ୱର ସବୁଠୁ ବଡ଼ ରୋଷଘର, ଯେଉଁଠାରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ଏହି ମହାପ୍ରସାଦ ଚୁଲିରେ ରୋଷେଇ କରାଯାଏ। ଶ୍ରୀମନ୍ଦିରର ରୋଷଘରେ ମୋଟ 3 ପ୍ରକାରର ଚୁଲି ରହିଛି: ଅନ୍ନ ଚୁଲି, আহিଆ ଚୁଲି ଏବଂ ପିଠା ଚୁଲି। ଅନ୍ନ ଚୁଲି, ଯେଉଁ ଚୁଲିରେ ଅନ୍ନ ରନ୍ଧାଯାଏ, ଏହା 3 ଫୁଟ ଲମ୍ବା, 2.5 ଫୁଟ ଓସାର ଏବଂ 3.5 ଫୁଟ ଉଚ୍ଚତାର ହୋଇଥାଏ। ପ୍ରତ୍ୟେକ ଅନ୍ନ ଚୁଲିରେ 9ଟି ମାଟିର ହାଣ୍ଡି ସଜା ଯାଇପାରେ, ଯେଉଁଥିରେ ଏକ ସମୟରେ 100 ଜଣ ଭକ୍ତଙ୍କ ଭୋଜନ ରନ୍ଧା ଯାଇଥାଏ। ଏହାପରେ ଆସେ আহিଆ ଚୁଲି, ଯେଉଁଥିରେ ଏକା ସାଙ୍ଗରେ 27ଟି ମାଟିର ପାତ୍ର ସଜା ଯାଇପାରେ। ଏହା 9 ଫୁଟ ଏବଂ 3 ଫୁଟ ଓସାରର ଏକ ଆୟତାକାର ଚୁଲି ଅଟେ। ମନ୍ଦିରରେ ସମୁଦାୟ 45ଟି আহিଆ ଚୁଲି ରହିଛି, ଯେଉଁଥିରେ ଅନ୍ନ ଚୁଲିରେ ଜଳା ଯାଇଥିବା ଅଙ୍ଗାରକୁ ବ୍ୟବହାର କରି ଡାଲି ଏବଂ ତରକାରୀ ପ୍ରସ୍ତୁତ ହୋଇଥାଏ। ପିଠା ଚୁଲି, ଯେଉଁଥିରେ ରାଜଭୋଗ ଏବଂ କୋଠ ଭୋଗ ତିଆରି ହୋଇଥାଏ। ପ୍ରଥମ 2 ଚୁଲିରେ ତିଆରି ହୋଇଥିବା ପ୍ରସାଦ ପ୍ରଭୁଙ୍କୁ ଅର୍ପଣ କରି ଭକ୍ତଙ୍କୁ ମହାପ୍ରସାଦ ରୂପରେ ବଣ୍ଟନ କରାଯାଏ, କିନ୍ତୁ ପିଠା ଚୁଲିରେ ପ୍ରଭୁଙ୍କ ନିଜସ୍ୱ ନୈବେଦ୍ୟ ପ୍ରସ୍ତୁତ ହୋଇଥାଏ। ତେବେ ମହାପ୍ରଭୁଙ୍କୁ କେତେ ପଉଟି ଭୋଗ ଲାଗିଥାଏ, କମେଣ୍ଟ ସେକ୍ସନରେ ଜଣାନ୍ତୁ। ଜୟ ଜଗନ୍ନାଥ।